ସେହି ଚକ୍ଚକ୍ କରୁଥିବା ଡିସ୍କଗୁଡ଼ିକୁ ତ ମନେଥିବ ସିଡି, ଡିଭିଡି ଆଉ ବ୍ଲୁରେ ବି। କେବେ ଭାବିଛନ୍ତି ଏତେ ପତଳା ପ୍ଲାଷ୍ଟିକ୍ ଭିତରେ କେମିତି ଗୋଟେ ପୂରା ଫିଲ୍ମ ରହିଯାଏ କିମ୍ବା ଶହ ଶହ ଗୀତ? ଆଜି ଆମେ ସେଇ କଥା ଟିକେ ବୁଝିବା। ଆମ ପାଖରେ ଯେଉଁ ତଥ୍ୟ ଅଛି ସେଇ ଆଧାରରେ ଦେଖିବା ଏଇ ଅପ୍ଟିକାଲ ଡିସ୍କ ଡ୍ରାଇଭ୍ କେମିତି କାମ କରେ, ମାନେ ଏହାର ମୂଳ କାର୍ଯ୍ୟପ୍ରଣାଳୀ କ'ଣ? ହଁ, ଏହାର ମୂଳ କଥାଟା ହେଉଛି ଲେଜର ଟେକ୍ନୋଲୋଜି। ଏ ଡ୍ରାଇଭ୍ଗୁଡ଼ିକ ଜାଣନ୍ତି ତ ଗୋଟେ ବହୁତ ସୂକ୍ଷ୍ମ ଲେଜର ରଶ୍ମି ବ୍ୟବହାର କରନ୍ତି। ସେ ଡିସ୍କ ଉପରେ ଯାହା ଡାଟା ଥାଏ ତାକୁ ପଢ଼ିବା ପାଇଁ। ଏହା ବିନା ତ ସମ୍ଭବ ହୋଇନଥାନ୍ତା ଏତେ ଛୋଟ ଜାଗାରେ ଏତେ ଡାଟା ରଖିବା। ଲେଜର ରଶ୍ମି, ହଁ ଶୁଣିଛି, କିନ୍ତୁ ଏଇଟା ଡିସ୍କରୁ ଡାଟା ପଢ଼େ କେମିତି? ଆଉ ଡିସ୍କ ଉପରେ ଡାଟାଟା କେମିତି ଥାଏ? କ'ଣ ସେମିତି ସାଧା ପ୍ଲାଷ୍ଟିକ୍? ନା ନା, ସେମିତି ସାଧା ନୁହେଁ। ଆପଣ ଯଦି ମାଇକ୍ରୋସ୍କୋପରେ ଦେଖିବେ ଡିସ୍କର ପୃଷ୍ଠରେ ଗୋଟେ ଏମିତି ସାପ ଭଳି ଟ୍ରାକ୍ ଥାଏ, ସର୍ପିଳ ଟ୍ରାକ୍। ଆଉ ସେଇ ଟ୍ରାକ୍ରେ ହିଁ ଡାଟାକୁ ଏନକୋଡ୍ କରାଯାଇଥାଏ ଅତି ସୂକ୍ଷ୍ମ ଭାବରେ। ଦୁଇ ପ୍ରକାର ଗଠନ ଥାଏ, ପିଟ୍ସ ମାନେ ଛୋଟ ଛୋଟ ଖାଲୁଆ ଜାଗା, ପିଟ୍ସ। ହଁ, ଆଉ ଲ୍ୟାଣ୍ଡସ୍ ମାନେ ସେ ଖାଲ ମଝିରେ ଥିବା ସମତଳ ଅଂଶ। ଓହୋ, ବାପରେ, ଏତେ ସୂକ୍ଷ୍ମ ସ୍ତରର କଥା। ତାହେଲେ ଛୋଟ ଛୋଟ ଖାଲ ଆଉ ସମତଳ ଜାଗାକୁ ନେଇ ଲେଜରଟା କ'ଣ କରେ? କେମିତି ଚିହ୍ନେ ସେଗୁଡ଼ାକୁ? ହଁ, ଏଇଠି ହିଁ ପ୍ରକୃତ କୌଶଳଟା। ଦେଖନ୍ତୁ, ଡ୍ରାଇଭ୍ ଭିତରେ ଯୋଉ ଲେଜର ଥାଏ ସେ ଗୋଟେ ସ୍ଥିର ଆଲୋକ ରଶ୍ମି ପକାଏ ସେଇ ଟ୍ରାକ୍ ଉପରେ। ଯେତେବେଳେ ଆଲୋକଟା ଲ୍ୟାଣ୍ଡ ମାନେ ସମତଳ ଜାଗାରେ ପଡ଼େ ସେଇଟା ଭଲ ଭାବରେ ପ୍ରତିଫଳିତ ହୁଏ ସିଧା। କିନ୍ତୁ ଯେତେବେଳେ ପିଟ୍ ବା ସେଇ ଖାଲୁଆ ଜାଗାରେ ପଡ଼େ ପ୍ରତିଫଳନଟା କମିଯାଏ, ମାନେ ବିଚ୍ଛୁରିତ ହୋଇଯାଏ ଆଲୋକ। ଆଚ୍ଛା, ବୁଝିଲି। ତାମାନେ ଏକ ପ୍ରକାର ଆଲୋକର ଖେଳ। ଗୋଟେ ଜାଗାରୁ ବେଶୀ ଆଲୋକ ଫେରୁଛି ଆଉ ଗୋଟେ ଜାଗାରୁ କମ୍। ତେବେ ଏଇ ଯୋଉ ଫରକ ରହିଲା ପ୍ରତିଫଳନରେ, ତାକୁ କେମିତି ବ୍ୟବହାର କରାଯାଏ? ଏଥିରୁ ଗୀତ କି ଫିଲ୍ମ କେମିତି ହୁଏ? ହଁ, ଠିକ୍ ସେଇଆ। ଏଇ ପ୍ରତିଫଳନର ପାର୍ଥକ୍ୟକୁ ହିଁ ଡ୍ରାଇଭ୍ ଭିତରେ ଥିବା ସେନ୍ସର ଧରେ। ଯେତେବେଳେ ଲେଜରଟା ମନେ କରନ୍ତୁ ଗୋଟେ ଲ୍ୟାଣ୍ଡରୁ ପିଟ୍କୁ ଗଲା କିମ୍ବା ପିଟ୍ରୁ ଲ୍ୟାଣ୍ଡକୁ ଆସିଲା, ସେତେବେଳେ ପ୍ରତିଫଳିତ ଆଲୋକର ତୀବ୍ରତା ବଦଳିଯାଏ। ଆଉ ଏଇ ବଦଳିବାକୁ ହିଁ ବାଇନାରୀ ସିଗ୍ନାଲ ଭାବରେ ଧରାଯାଏ, ମାନେ 0 ଆଉ 1। ହଁ, ଡିଜିଟାଲ ଭାଷାର ମୂଳଦୁଆ ସେଇ 0 ଆଉ 1ର ଲମ୍ବା ଧାଡ଼ିକୁ ପରେ ଯାଇ ଆମେ ଚିତ୍ର ବା ଶବ୍ଦ ଭାବରେ ପାଉ। ଏହା ତ ବାସ୍ତବିକ ଆଶ୍ଚର୍ଯ୍ୟଜନକ। ମାନେ ଆମ ଖାଲି ଆଖିକୁ ଦେଖାଯାଉନଥିବା ଏତେ ଛୋଟ ଛୋଟ ଭୌତିକ ପରିବର୍ତ୍ତନକୁ ଗୋଟେ ଲେଜର ପଢ଼ି ଡିଜିଟାଲ ଡାଟା ବନାଉଛି। ସେ ପୁଣି ଏତେ ଜଲ୍ଦି। ଆଚ୍ଛା, ସିଡିରୁ ବ୍ଲୁରେ ପର୍ଯ୍ୟନ୍ତ ଡାଟା ରଖିବା କ୍ଷମତା ତ ବହୁତ ବଢ଼ିଛି। ସେଟା କେମିତି ହେଲା? ନୀତି କ'ଣ ସେଇଆ? ହଁ, ମୂଳ ନୀତିଟା ପ୍ରାୟ ସମାନ, କିନ୍ତୁ ଟେକ୍ନୋଲୋଜି ଆଗକୁ ବଢ଼ିଲା। ମୁଖ୍ୟତଃ ଲେଜରେ ଆଉ ସେଇ ପିଟ୍ସଲ୍ୟାଣ୍ଡସର ଆକାରରେ ଉନ୍ନତି ହେଲା। ଯେମିତିକି ସିଡି ପାଇଁ ଲାଲ ଲେଜର ବ୍ୟବହାର ହେଉଥିଲା, ଡିଭିଡି ପାଇଁ ଆହୁରି ସୂକ୍ଷ୍ମ ଲାଲ ଲେଜର, ଆଉ ବ୍ଲୁରେ ପାଇଁ ସେଇଥିପାଇଁ ତ ନା ବ୍ଲୁରେ, ସେଥିରେ ବାଇଗୁଣୀ ନୀଳ ବ୍ଲୁ ଭାୟୋଲେଟ୍ ଲେଜର ବ୍ୟବହାର ହେଲା। ଏଇ ନୀଳ ଲେଜରର ତରଙ୍ଗ ଦୈର୍ଘ୍ୟ ବା ୱେଭଲେନ୍ଥ ବହୁତ କମ୍, ତେଣୁ ସେ ଆହୁରି ଛୋଟ ଛୋଟ ପିଟ୍ସକୁ ପଢ଼ିପାରେ। ଓହୋ। ହଁ, ତ ସେଥିପାଇଁ ସମାନ ଆକାରରେ ଡିସ୍କରେ ବହୁତ ବେଶୀ ଡାଟା ରଖିବା ସମ୍ଭବ ହେଲା। ବାଃ, ବୁଝିଲି। ତେଣୁ ଲେଜରର ରଙ୍ଗ ଯେତିକି ସୂକ୍ଷ୍ମ ହେଲା, ଡେଟା ସଂରକ୍ଷଣ ସେତିକି ବଢ଼ିଲା। ତେବେ ସଂକ୍ଷେପରେ କହିବାକୁ ଗଲେ ପୂରା କଥାଟା ହେଲା, ଗୋଟେ ଲେଜର ଡିସ୍କର ସୂକ୍ଷ୍ମ ଗଠନକୁ ପଢ଼ୁଛି, ପ୍ରତିଫଳନର ପାର୍ଥକ୍ୟକୁ ଚିହ୍ନୁଛି ଆଉ ତାକୁ 0 ଆଉ 1ରେ ବଦଳୁଛି, ଯାହା ଆମ ପାଇଁ ଗୀତ ବା ଫିଲ୍ମ। ବାସ୍ତବିକ ଏକ ଚମତ୍କାର ଇଞ୍ଜିନିୟରିଂ। ଏକଦମ। ଆଉ ଏଠି ଚିନ୍ତା କରିବା କଥା ହେଉଛି ସେ ସଠିକତା ବା ପ୍ରିସିଜନ ବିଷୟରେ। ଭାବନ୍ତୁ ଟିକେ, ଗୋଟେ ଡିସ୍କ ଏତେ ଜୋରରେ ଘୁରୁଛି ଆଉ ତା ଉପରେ ଗୋଟେ ଅଦୃଶ୍ୟ ଲେଜର ରଶ୍ମି ମାଇକ୍ରୋମିଟର ସାଇଜର ଜିନିଷକୁ ଠିକ୍ ଠିକ୍ ଭାବରେ ଟ୍ରାକ୍ କରି ପଡ଼ୁଛି ବିନା ଭୁଲରେ। ଏଇ ଯୋଉ ଭୌତିକ ସ୍ତରର ସୂକ୍ଷ୍ମତା, ସେଇଟା କେମିତି ଆମ ଅନୁଭବ ପାଇଁ ଗୋଟେ ପୁରା ଡିଜିଟାଲ ଦୁନିଆ ତିଆରି କରୁଛି, ସେଇଟା ହିଁ ଏଇ ଟେକ୍ନୋଲୋଜିର ପ୍ରକୃତ ଆଶ୍ଚର୍ଯ୍ୟ। ଆଗକୁ ହୁଏତ ଆହୁରି ନୂଆ କିଛି ଆସିବ, କିନ୍ତୁ ଏଇ ଯୋଉ ଭୌତିକ ଗଠନରୁ ଡିଜିଟାଲ ତଥ୍ୟ ପାଇବାର କୌଶଳ, ଏଇଟା ସବୁବେଳେ ଗୋଟେ ପ୍ରେରଣା ହୋଇ ରହିବ।